ଭକ୍ତମାନେ ଆଖି ବନ୍ଦ କରି ଏହି କଥାଟିକୁ ଏକ ମୁହୂର୍ତ୍ତ ପାଇଁ ଭାବନ୍ତୁ। ଯଦି ଆପଣ ଯୌବନରେ କରିଥିବା ଗୋଟିଏ ଭୁଲ ବୃଦ୍ଧାବସ୍ଥାରେ ଆପଣଙ୍କୁ ଆଖିର ଲୁହ ଦେଇ ଶୋଧିବାକୁ ପଡ଼େ, ତେବେ ଶାସ୍ତ୍ର କହେ କର୍ମ କେବେ ବୁଢ଼ା ହୁଏ ନାହିଁ, ସମୟ ମିଳିଲେ ସେ ନିଶ୍ଚୟ ଫଳ ଦିଏ। ଆଜିର ଏହି କଥା ଯଦି ଆପଣ ଶେଷ ପର୍ଯ୍ୟନ୍ତ ଶୁଣିବେ, ତେବେ ଆପଣଙ୍କ ଜୀବନରେ ଅନେକ ଦୁଃଖର ଉତ୍ତର ଆପଣ ନିଜେ ପାଇଯିବେ। କର୍ମ କ'ଣ? ଭକ୍ତମାନେ, କର୍ମ ମାନେ କେବଳ କାମ ନୁହେଁ। ଆପଣଙ୍କ ଭାବନା, ଆପଣଙ୍କ ଇଚ୍ଛା, ଆପଣଙ୍କ ଦୃଷ୍ଟି, ଆପଣଙ୍କ ଆଚରଣ, ଏସବୁ ମିଶି ହିଁ କର୍ମ ହୁଏ। ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଅବଶ୍ୟମ୍ ଭୋକ୍ତବ୍ୟମ୍ କୃତମ୍ କର୍ମ ଶୁଭାଶୁଭମ୍। ଅର୍ଥାତ ଭଲ ହେଉ କି ଖରାପ, କରାଯାଇଥିବା କର୍ମର ଫଳ ନିଶ୍ଚୟ ଭୋଗ କରିବାକୁ ପଡ଼େ। ଯୌବନ ପରୀକ୍ଷାର ସମୟ। ଭକ୍ତମାନେ, ଯୌବନ ହେଉଛି ଜୀବନର ସେହି ସମୟ ଯେତେବେଳେ ଶରୀର ଶକ୍ତିଶାଳୀ, ମନ ଚଞ୍ଚଳ, ଇଚ୍ଛା ଅନିୟନ୍ତ୍ରିତ। ଏହି ସମୟରେ ମଣିଷ ଭାବେ କିଛି ହେବ ନାହିଁ, ଆମେ ଯୁବା, ସମୟ ଅଛି। କିନ୍ତୁ ଭକ୍ତମାନେ, କର୍ମ ସେତେବେଳେ ଲେଖା ହୁଏ ଯେତେବେଳେ ମଣିଷ ଭୁଲ କରେ, ଫଳ ପରେ ମିଳେ। ଯୌବନର କିଛି ସାଧାରଣ ପାପ: ଅହଙ୍କାର, ମୁଁ ସବୁ କିଛି କରିପାରିବି; ମାତା ପିତାଙ୍କୁ ଅବହେଳା, ଗୁରୁଙ୍କ ଉପଦେଶକୁ ହାସ୍ୟ କରିବା, ଭୋଗରେ ଲିପ୍ତ ହେବା, ଅନ୍ୟର ମନ ଭାଙ୍ଗିବାକୁ ସାଧାରଣ ଭାବେ ନେବା। ଏହିସବୁ କର୍ମ ସେତେବେଳେ ମଧୁର ଲାଗେ, କିନ୍ତୁ ସମୟ ଆସିଲେ ସେମାନେ ବିଷ ହୋଇଯାଆନ୍ତି। କର୍ମର ଫଳ। ଭକ୍ତମାନେ, ଯେତେବେଳେ ଶରୀର ଦୁର୍ବଳ ହୁଏ, ଯେତେବେଳେ ସନ୍ତାନ ସାଥ ଛାଡ଼ିଦିଏ, ଯେତେବେଳେ ମନୁଷ୍ୟ ଏକା ହୁଏ, ସେତେବେଳେ ଗତ କର୍ମଗୁଡ଼ିକ ଗୋଟିଏ ଗୋଟିଏ କରି ସ୍ମରଣ ହୁଏ। ଯେ ମାତା ପିତାଙ୍କୁ ଦୁଃଖ ଦେଇଥିଲା, ସେ ନିଜେ ସନ୍ତାନରୁ ଦୁଃଖ ପାଏ। ଯେ ଅହଂ କରୁଥିଲା, ସେ ଅପମାନ ସହିବାକୁ ବାଧ୍ୟ ହୁଏ। ଯେ ଧର୍ମକୁ ହାସ୍ୟ କରୁଥିଲା, ସେ ଭୟରେ ଜୀବନ କଟାଏ। ଏହାକୁ ହିଁ କୁହାଯାଏ ଯୌବନର ପାପ, ବୃଦ୍ଧାବସ୍ଥାରେ ପୁନରାବୃତ୍ତି। ତେବେ ମୁକ୍ତିର ପଥ କ'ଣ? ଭକ୍ତମାନେ, ଶାସ୍ତ୍ର କେବଳ ଭୟ ଦେଉନାହିଁ, ଶାସ୍ତ୍ର ମାର୍ଗ ମଧ୍ୟ ଦେଉଛି। ସମୟ ଥିଲେ ପଶ୍ଚାତାପ, ନିୟମିତ ନାମସ୍ମରଣ, ମାତା ପିତାଙ୍କ ସେବା, ଅହଙ୍କାର ତ୍ୟାଗ, ସତ୍କର୍ମରେ ଜୀବନ। ପ୍ରେମାନନ୍ଦଜୀ ମହାରାଜ କହନ୍ତି, କର୍ମ ମାଛ ଭଳି, ଜାଲରୁ ଛାଡ଼ିଲେ ବଞ୍ଚିପାରେ, କିନ୍ତୁ ରାନ୍ଧିଗଲେ ନୁହେଁ। ଭକ୍ତମାନେ, ଯଦି ଆପଣ ଆଜି ସଚେତନ ହେବେ, ତେବେ କାଲି ଆପଣଙ୍କୁ ଲୁହ ଦେବାକୁ ପଡ଼ିବ ନାହିଁ। ଯୌବନକୁ ଭୋଗ ନୁହେଁ, ସାଧନାରେ ବ୍ୟବହାର କରନ୍ତୁ। ଏହି କଥାଟି ଯଦି ଆପଣଙ୍କ ହୃଦୟକୁ ଛୁଇଁଥାଏ, ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଜ ମା' ବାପାକୁ ମନେ ପକାନ୍ତୁ ଏବଂ ଏହି ବାଣୀକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ। ଜୟ ଶ୍ରୀକୃଷ୍ଣ।